ନାଇଁ 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 ସେମିତି 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 ନାଇଁ ମୁଁ ଗୋଟେ ଜିନିଷ ଭାବେ ଗୋଟିଏ ହଉଛି ସେଫ୍ଟି ଜାଗା ସେ ହଉଛି ଯାତ୍ରା ଇଣ୍ଡଷ୍ଟ୍ରି କିନ୍ତୁ ନାଣ୍ଡୁ ବାବୁଙ୍କ ନାଁରେ ଆଜି ଯୋଉ ଅଭିଯୋଗ ଆସୁଛି ସିଏ ଯୋଉ ସୋନାଲି ପଣ୍ଡାଙ୍କୁ ନେଇଯାଇଛନ୍ତି ତାଙ୍କ ସ୍ୱାମୀକୁ ଛଡେଇ ଶୁଣନ୍ତୁ ଅଭିଯୋଗ ତ ଆସିଛି ତାହା କେତେ ଦୂର ଠିକ ସେଟା ଆଗକୁ ନିଶ୍ଚିତ ଭାବେ ଜଣା ପଡିବ ଗୋଟେ କଥା କଣ ଯାତ୍ରାରେ କାଷ୍ଟିଂ କାଉଚ ଅଛି କି ନାହିଁ ଜମା ନାହିଁ ତାହେଲେ ଏତେ ବିବାଦ କୋଉଠୁ ଆସୁଛି କାଷ୍ଟିଂ କାଉଚ ଅଛି ଶୁଣନ୍ତୁ କାଷ୍ଟିଂ କାଉଚ ଗୋଟେ କଥା ହଉଛି ଗୋଟେ ପ୍ରଥମ କଥା ମୁଁ କହିବି ନିଆଁ ନଥିଲେ ଧୂଆଁ ମାରିବ ଓକେ ହଁ କଥା ନାଇଁ ନାହିଁ ନୁହଁ ମାନେ ଅଛି ନୁହଁ ମୁଁ କହୁଛି ବା ନିଆଁ ନଥିଲେ ଶୁଣନ୍ତୁ ନିଆଁ ନଥିଲେ ଧୂଆଁ ବାହାରିବନି ତାମାନେ ନିଆଁ ଅଛି ମାନେ କାଷ୍ଟିଂ କାଉଚ ଶୁଣନ୍ତୁ 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 ମୁଁ ଆଜି ଆର୍ଟିଷ୍ଟ ସବୁ ପରେ ମୁଁ ଗୋଟେ ଆର୍ଟିଷ୍ଟ ହିସାବରେ କାମ କରୁଛି ଫିର ବି ମୁଁ ଗୋଟେ ପିଲା ମୋର ଗୋଟେ ମନ ଅଛି ମୋର ଗୋଟେ ଇଚ୍ଛା ଅଛି ମୋର ଗୋଟେ ସବୁ ଅଛି ମୁଁ ଯଦି ମୁଁ କାହିଁ କାଷ୍ଟିଂ କାଉଚ ମୁଁ ଝିଅ ଜୁନିୟର ବାବୁ ସାର୍ ଆଜି କଳାକାର କର୍ମଚାରୀ ସଂଘର ଗୋଟେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ଆଉ ତାକୁ ନେଇ କଣ କହିବେ ନମସ୍କାର ଏଇଟା ମୋ ପରିବାରର କଥା ସେମିତି କିଛି ମାନେ ଇଣ୍ଟେନସନ ନେଇକି ବସି ନଥିଲା ଯେହେତୁ ମାଲିକ ମାନେ ସମସ୍ତେ ଏକଜୁଟ ହେଇକି ଯାତ୍ରାର କେମିତି ଉନ୍ନତି ହେଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ସେମିତି ବି ଆଜି କା ଡେଟରେ ସବୁ କଳାକାର ମାନେ ଏକାଠି ହେଇକି ଯାତ୍ରା କେମିତି ଆଗକୁ ଯିବ ସେ ବିଷୟରେ ଆଲୋଚନା ଚାଲିଛି ଆଉ ନାଇଁ ନାଇଁ ଖୁସି ଦୁଃଖ କିଛି ନାହିଁ ଏଠି ଆମ ପରିବାରର କଥା ଯଦି ଆମ ପରିବାର କିଛି ଗୋଟେ ଅସୁବିଧା ହଉଛି ସେଥିପାଇଁ ସମସ୍ତେ ସେଠି ଉପସ୍ଥିତ ରହୁଛନ୍ତି ବା ସମସ୍ତେ କାନ୍ଦୁଛନ୍ତି ଯଦି ପରିବାର କିଛି ଗୋଟେ ଖୁସି ହଉଛି ସେଠି ସମସ୍ତେ ମିଶିକି ଆମେ ଖୁସି ପାଳନ କରୁଛୁ ଅସୁବିଧା ତ ବହୁତ କିଛି ହେଇଥିଲା ଅସୁବିଧା କିଛି ନାହିଁ ଗୋଟେ ସାମାନ୍ୟ ଯୋଉଟା କୁହନ୍ତି ଝିମିଟି ଖେଳର ମହାଭାରତ ଗୋଟେ ମିସଅଣ୍ଡରଷ୍ଟାଣ୍ଡିଂ କଥା ଯଦି ବା କୌଣସି ମତେ କୌଣସି କଳାକାର ତରଫରୁ ହଉ ବା ମାଲିକ ତରଫରୁ ଯଦି ଭୁଲ ହେଇଥିଲା ମୋ ମତରେ ମୋ ନିଜସ୍ୱ ମତରେ ଏ କଥାଟାକୁ ସମାଧାନ କରି ହେଇଥାନ୍ତା ବସିକି ନିଜ ନିଜ ଭିତରେ କିନ୍ତୁ କଥାଟା ଯେହେତୁ ଆଜି ଏତେ ବାଟକୁ ପଳେଇ ଯାଇଛି ମିଡିଆରୁ ବହୁତ ଉପରକୁ ଯାଇଛି ମାନେ ବର୍ତ୍ତମାନ ସମୟରେ ଭାରି ଦୁଃଖ ଲାଗୁଛି ଆମକୁ ଯୋଉଟା କି ସାଧାରଣ ଦର୍ଶକ ମାନଙ୍କ ମନରେ ଆମେ ଯୋଉ ଉପରେ ଥିଲୁ ଯୋଉ ଭାବନାରେ ଥିଲୁ ବା ଯୋଉ ଦର୍ଶକ ମାନେ ଆମକୁ ଟିକେଟ କାଟିକି ରାତିରେ ଦେଖୁଥିଲେ ବର୍ତ୍ତମାନ ଆମକୁ ବହୁତ କଷ୍ଟ ଲାଗୁଛି ସେଇ ଦର୍ଶକ ମାନେ ଯେତେବେଳେ ଆଜି ମାନେ ଯାତ୍ରା ପରିବେଷଣ କରିବା ଭିତରେ ଯୋଉ ଆସିକି ଆମେ କହୁଛନ୍ତି ଭାଇ ଯାତ୍ରାକୁ ଏମିତି ଏମିତି ହେଇଗଲା ଇଏ ହେଇଗଲା ସେଇଟା ଭାରି ଦୁଃଖ ଲାଗୁଛି ତ ଗୋଟେ କଥା କଣ ଏମିତି ଏମିତି ମାନେ କଣ ହେଲା ଯାତ୍ରା ମାଲିକ ମାନେ ଯେମିତି ପାୱାର ଦେଖିକି ଯାହାକୁ ପାରୁଛନ୍ତି ତାକୁ ବ୍ୟାନ୍ କରିଦଉଛନ୍ତି ଆପଣ ମାନଙ୍କର କଣ ସେ ପାୱାର ନାହିଁ ଆପଣ ଏକଜୁଟ ନାହାନ୍ତି ନାଇଁ ଏକଜୁଟ ତ ଅଛୁ ଶୁଣନ୍ତୁ ବ୍ୟାନ୍ କେହି କାହାକୁ ଗୋଟେ କଥା ହଉଛି ଦର୍ଶକ ମାନେ ଯୋଉ ଭଲ ପାଇବା ଦେଇକି ଯୋଉ ନରିପଣ୍ଡା ହୁଅନ୍ତୁ ବା ଏକ୍ସଜେଡ୍ ଝିଅ ଯୋଉ ଭଲ ପାଇବା ଦେଇକି ସେମାନଙ୍କୁ କଳାକାର ମାନଙ୍କୁ ଯୋଉ ଜାଗାରେ ବସେଇଛନ୍ତି ତାଙ୍କୁ ବ୍ୟାନ୍ କରିବା ଅଧିକାର କେବଳ ହଉଛି ଦର୍ଶକ ମାନଙ୍କର ଦର୍ଶକ ମାନେ ଯୋଉଦିନ କଳାକାରଙ୍କଠୁ ମୁହଁ ଫେରେଇ ନେବେ ସେଦିନ ଗୋଟେ କଳାକାରଟେ ଅଟୋମେଟିକ ଘରେ ବସିଯିବ ଯେହେତୁ ମାଲିକ ମାନେ ଯେହେତୁ ଆମ ମାନେ କୁହନ୍ତି ଯେ କଳାକାର ମାନେ ମାଲିକ ମାନଙ୍କୁ ବାପା ବୋଲି ଭାବୁଛନ୍ତି ବା ମାଲିକ ମାନେ ଆମର ଯୋଉ କଳାକାର କର୍ମଚାରୀ ଯୋଉମାନେ ରହିଲୁ 170 ମେମ୍ବର ସେମାନଙ୍କୁ ନିଜ ପରିବାର ବୋଲି ଭାବୁଛନ୍ତି ଗୋଟେ ପରିବାରରେ ମାନ ଅଭିମାନ ହୁଏ ବା ନିଜ ବାପା ଯେତେବେଳେ ରାଗିଯାଏ ଗୋଟେ ଚାପୁଡା ପକାଏ ବା ଇଏ କରେ ତେଣୁ ଏସବୁ କଥା ଯାହା ବି କିଛି ହେଇଛି ବସିକି ବର୍ତ୍ତମାନ କଣ କେମିତି କରିହବ ଆଗକୁ କେମିତି କଣ ହବ ଏସବୁ ଜିନିଷ କେମିତି କଣ ହବ କି ଘଟିବ ସେ ବିଷୟରେ ଆଲୋଚନା ଚାଲିଛି ବର୍ତ୍ତମାନ କଳାକାର ମହାସଂଘ କାହିଁ ପଛେଇ ଯାଉଛି ଡରୁଛି କଣ ପାଇଁ ସେ ଯୋଉ ହିସାବରେ ଆଗକୁ ଆସି ସୋସିଆଲ ମିଡିଆରେ ମାଲିକ ମହାସଂଘ ମାନେ କହୁଛନ୍ତି କିନ୍ତୁ କଳାକାର ମହାସଂଘ ସେମାନେ ଆସୁନାହାନ୍ତି କାହିଁକି ଆଗକୁ ଆସୁନାହାନ୍ତି କାହିଁକି ଡରି ଯାଉଛନ୍ତି କି ନାଇଁ ନାଇଁ ଡରୁ ନାହାନ୍ତି ଗୋଟେ କଥା ସବୁ ପରେ ବି ସେ ହଉଛନ୍ତି ମାଲିକ ଆମେ ତାଙ୍କ କଳାକାର ବିନା ମାଲିକର କିଛି ଅସ୍ତିତ୍ୱ ଅଛି ସେ ମାଲିକ ଆପଣଙ୍କ ଚାକର ନାଇଁ ନାଇଁ ସେ କଥା ନୁହଁ ସବୁ କ୍ଷେତ୍ରରେ ଦେଖନ୍ତୁ ଯାହା ବି ତାଙ୍କରି ପାଇଁ ତ ଆମ ପରିବାର ଚଳୁଛି ନା ସମସ୍ତ ପ୍ରତି ଗୋଟେ ରେସପେକ୍ଟ ରହୁଛି ବିହେଭିୟର ନୁହଁ ଗୋଟେ ମଣିଷ ଗୋଟେ ଭୁଲ ଯଦି ଜଣେ କଣ ପାଟିରୁ ବାହାରି ଯାଇଛି ବା ଜଣେ ଇଏ କରିଛି ସେ ଭୁଲଟା ରାଗ ସମୟରେ କଣ କେତେବେଳେ ହେଇଯାଏ ସେ କଥା କେହି କହିପାରନ୍ତି କିନ୍ତୁ ଯଦି ବା ସେମିତି କିଛି ହେଇଛି ଯାହାର ବା ଭୁଲ ଥାଉ ଆମ କଳାକାର ମାନଙ୍କ ଥାଉ ବା ମାଲିକ ଥାଉ ଯାହାର ଭୁଲ ଥାଉ ଯଦି ବସିକି ତାକୁ ଆଲୋଚନା କରିକି ନିଜ ଭୁଲକୁ ସୁଧାର ଦେବେ ଯାତ୍ରା ଇଣ୍ଡଷ୍ଟ୍ରି ନିଶ୍ଚିତ ଭାବେ ଆଗକୁ ବଢିବ ଯାତ୍ରା ବିବାଦ ପିଛା ଛାଡୁନି କଣ କରିବା ଏଟା ଗୋଟେ ପୂର୍ଣ୍ଣଚ୍ଛେଦ କେବେ यार पूर्णच्छेद ମାଲିକ ମାନେ ଟିକେ ସୁନ୍ଦରୀ ଝିଅ ଦେଖିଲେ ଲାଳଉଛନ୍ତି ନାଇଁ 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 ସେମିତି 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 ନାହିଁ ମୁଁ ଗୋଟେ ଜିନିଷ ଭାବେ ବା ମୁଁ ଯେତିକି ମୋ କ୍ୟାରିୟର ଆରମ୍ଭରୁ ମୁଁ ଯେକୌଣସି ଯୋଉ ଅନୁଷ୍ଠାନରେ କାମ କରିଛି ମତେ ଲାଗେ ଗୋଟିଏ ହଉଛି ସେଫ୍ଟି ଜାଗା ସେ ହଉଛି ଯାତ୍ରା ଇଣ୍ଡଷ୍ଟ୍ରି କିନ୍ତୁ ନାଣ୍ଡୁ ବାବୁଙ୍କ ନାଁରେ ଆଜି ଯୋଉ ଅଭିଯୋଗ ଆସୁଛି ସିଏ ଯୋଉ ସୋନାଲି ପଣ୍ଡାଙ୍କୁ ନେଇଯାଇଛନ୍ତି ତାଙ୍କ ସ୍ୱାମୀକୁ ଛଡେଇ ଶୁଣନ୍ତୁ ଅଭିଯୋଗ ତ ଆସିଛି ତାହା କେତେ ଦୂର ଠିକ ସେଟା ଆଗକୁ ନିଶ୍ଚିତ ଭାବେ ଜଣା ପଡିବ ବର୍ତ୍ତମାନ ମୁଁ ଏଇ ଆସୁଛି ଏଇ ମିଟିଂକୁ ଆସୁଥିଲି ମତେ ଜଣେ କହିବେ ଯେ ଗୋଟେ ଝିଅଟେ ମତେ କହିବ ମତେ ସୌମ୍ୟ ବାବୁ ଟାଣିକି ରେପ୍ କଲେ କି ସୌମ୍ୟ ବାବୁ ମତେ ହାତ ମାରିଦେଲେ ସେଟା କଣ ସେ କହିଦେଲେ ଠିକ ତେଣୁ କଣ ଠିକ କୋଉଟା ଠିକ କୋଉଟା ଭୁଲ ସେଟା ନିଶ୍ଚିତ ଭାବେ ଆଗକୁ ଜଣା ପଡିବ ସବୁ ପରେ ବି ମୋର ସମସ୍ତଙ୍କୁ ଅନୁରୋଧ ସବୁ ମିଡିଆ ଭାଇ ସବୁ ଦର୍ଶକ ସବୁ କଳାକାର ସବୁ ମାଲିକ ସମସ୍ତଙ୍କୁ ମୋର ଅନୁରୋଧ ଆମେ ସମସ୍ତେ ଏକଜୁଟ ହବା ସମସ୍ତେ ମିଳିମିଶି କାମ କରିବା ଯେମିତି ବର୍ତ୍ତମାନ ଦେଖିବାକୁ ଗଲେ ଯାତ୍ରା ଇଣ୍ଡଷ୍ଟ୍ରି ଗୋଟେ ଏମିତି ଗୋଟେ ସଂସ୍ଥା ଯୋଉଠିକି
लोक मैंने टिकेट काटिकी राति राति 4-5 घंटा धरी बर्तमान जो गरम हो जो ये मु निजे फील करुची मु प्रत्येक राति शो करुची झाड़ पोछिकी से नाटक उपभोग କାହାକୁ कर ନେଇକି ଏକାଠି ହେବାକୁ समस्त एकजुट हवा ଯାତ୍ରା ମାଲିକଙ୍କୁ ନେଇକି ନା ଯାତ୍ରା କଳାକାର शुणु बर्तमान मालिक मैंने एकाठी होते बर्तमान आज आम कलाकार मैंने एकाठी आज कलाकार मान जो एकाठी होते निष्पत्ति को जगह गला निष्पत्ति चली निष्पत्ति फाइनाल निष्पत्ति कौन आप निश्चित जानीपर खूब कम समय भितर तो बर्तमान चली कौन हम आगु मालिक कलाकार मैंने बसवे कि कलाकार କଥା କଣ ଯାତ୍ରାରେ କାଷ୍ଟିଂ କାଉଚ ଅଛି କି ନାହିଁ जमा ना ତାହେଲେ ଏତେ ବିବାଦ କୋଉଠୁ ଆସୁଛି କାଷ୍ଟିଂ କାଉଚ କରିଥିଲେ शुणु कास्टिंग का गोटे कथा हूँ गोटे प्रथम कथा मुझे निआ नथिले धुआं मारिबो ଓକେ ହଁ कथा नहीं नहीं नुह माने अच्छी नुह मु कहूँ बा निआ नथिले ନାଇଁ ନା ଅଛି शुणु निआ नथिले धुआं मारिबोनी ତାମାନେ ନିଆଁ ଅଛି शुणु मु आज आर्टिस्ट सब पर मु गोटे आर्टिस्ट हिसाब से काम करुच्ची फिर भी मु गोटे पिला मोर गोटे मन अच्छी मोर गोटे इच्छा अच्छी मोर गोटे सब अच्छी मझे आपण जो एलिगेशन आनिथिले आपण विवाद रे फसाई दिले मु कई कास्टिंग काउच मु को झियो नानी मु आपण कास्टिंग विवाद रे फसाई दिले आज्ञा बिना कास्टिंग काउतरे शुणु गोटे कथा हूँ सत कथा कहले समस्त शत्रु ଭାଇ ଦୁର୍ଗା ମନ୍ଦିର ହଉଛି ଏବେ ଯୋଉ ଅଛନ୍ତି चांस नहीं आम समस्त ଯାତ୍ରା ମାଲିକ ମାନେ କଳାକାରକୁ ବ୍ୟାନ୍ କରୁଛନ୍ତି କଳାକାର ମାନେ ଯାତ୍ରା ମାଲିକକୁ ବ୍ୟାନ୍ କରିବେ आज्ञा शुणु से बड़ बड़ भाई मैंने अच्छा निश्चित से डिसीजन आम तो एवं आसीचु कम कर बड़ बड़ भाई मैंने जहाँ डिसीजन ने आम तो मानबू ना सब जिन धन्यवाद भाई थैंक जूनियर बाबू यू